प्रिय श्रोताबंधु ईश्वर आपण समस्तंकर शुभ कामना करंतु। सर्वे होन्तु सुखिनः, सर्वे सन्तु निरामयाः, सर्वे भद्राणि पश्यन्तु मा कश्चित् दुर्भाग् भवेत्। बंधुगण आम आज 28 तारीख बुधवार 28 तारीख बुधवार विषय आलोचना करवा। आज सूर्योदय 6:24 पर और सूर्यास्त 5:34 पर। सूर्योदय 6:24 पर, सूर्यास्त 5:34 पर। आज अशुभ समय दिन 12 गोटाए 25, दिन 12 गोटाए 25। आज बुधवार तेणु कर्कट राशि घातवार एवं बिछा राशि पुरुषंकर घात चंद्र। बंधु एवं आम शुणा मेष राशि कथा। मेष राशि आज नकला अवस्था माने जहाँ भाभी नथिबे ता हब, जहाँ भाभी थिबे ता हबनी। मानसिक प्रस्तुति होइथिबे आज घर आगरे मुठे माटी पकेवा, किंतु एमती परिस्थिति हम घर को खोलिया पड़ो। एमती 28 तारीख मेष राशि कला जह्न देखा। कला जह्न मिले तो ज्योत्स्ना विछोरित हुए। थंडा शीतल धड़ा लोक आलोकित करे। आउ से कला हेले उई बाजा न उईमा से भली दिन माने जह्न दिशिले से कला को ये कौन आखि मानिबो नहीं। एया जे आय बढ़िबो मात्र बाधा विघ्न बहुत आसीबो। आय बढ़िबो बहु बाधा विघ्न रे आए पैकेट को पैसा आसीबो। बहु बाधा विघ्न आसीबो। बहु हित शत्रु हैरान करिवे। जो मानू को आपण हित हित भावुथिबे, बंधु भावुथिबे, मित्र भावुथिबे, से माने हैरान करिवे। एणु मन आकुल व्याकुल हेब। पुणी 9:25 द्विजा नक्षत्र अशुभ समय आसीबो। बुधवार हेतु जगी रखी चलाचल करिया पड़िबो। बुधंकर मंगलंकर बुधंकर सोमंकर माने चंद्र सहित बुधंकर मंगल सहित बुधंकर तो पड़े ना। बुधवार हेतु मेष राशि अधिपति मंगल, तेणु टिके हुशियार रे चलाचल करिया पड़िबो। नहले माटी पकेया पे आशा करथिबा स्थान को खाल करिया पड़िबो जे सावधान। वृष राशि बुधवार वृष राशि ढोके पी दंडे जी, ढोके पी दंडे जी एहीपरि एक दिन माने आय हब नह बोली नुहे। बंधु मिलिबे न मिले बोली कहूनी। खाद्य आसीबो हेले ए सब जिनिस अल्प दिन सारा सबू आसीबो अल्प एवं तत्क्षणात सरीजीव। केमती बुधवार वृष राशि ढोके पी दंडे जी परिदिन पाखकु धन सम्मान आदर ममता रुचिकर खाद्य आनंदित जीवन साथी सुख निद्रा मनलाखी कर्म आउ हिताकांक्षी मित्र आसीबे। मात्र कम परिमाण रे अल्प समय पाई मित्र आसीबे। अल्प समय पाई अर्थ खाद्य
ଏସବୁ ଆସିବ କମ୍ ସମୟ ପାଇଁ, ଅଳ୍ପ ପରିମାଣରେ ନିଦ ହେବ, ମଝିରେ ଭାଙ୍ଗିବ, ଏମିତି ଅଳ୍ପ ସମୟ ପାଇଁ। ଏହା ଭାବି ସାମାନ୍ୟ ମନସ୍ତାପ ଲାଗିବନି, ଲାଗିବ ନା। ଦିନ 9:25 ପରଠାରୁ ରୋହିଣୀର ଅଶୁଭ ସମୟ ଆସିବ। ଦେହ ମୁଣ୍ଡ ସୁସ୍ଥ ରହିବ, ଋଣ ହେବନି କି କାହା ସାଙ୍ଗରେ କଜିଆ ହେବନି। ଢୋକେ ପି ଦଣ୍ଡେ ଜି, ଅସୁବିଧା ହେବନି, ମନ ଟିକେ ଛଟପଟ ହେବ, ମନ ବୋଧ ହେବନି ଆଉ। 28 ତାରିଖ ମିଥୁନ ରାଶି ଲାଗି ବସନ୍ତ ଋତୁ। ତାଙ୍କ ମନ ବଗିଚାରେ ଧନ ପୁଷ୍ପ ଫୁଟିବ। ବସନ୍ତ ଋତୁ ମିଥୁନ ରାଶି ପାଇଁ। ମିଥୁନ ରାଶି ପାଇଁ 28 ତାରିଖ ବସନ୍ତ ଋତୁ ମାନେ ଏମାନଙ୍କ ମନ ବଗିଚାରେ ଆଜି ନାନାବିଧ ଧନ ପୁଷ୍ପ ଫୁଟିବ। କର୍ମ କ୍ଷେତ୍ରରୁ ସେ ଆନନ୍ଦ ପାଇବେ। କର୍ମ କ୍ଷେତ୍ର ଆନନ୍ଦ ମୁଖର ଲାଗିବ। ଯଥେଷ୍ଟ ଆୟ ହେତୁ ଦେହ ଓ ମନ ଭଲ ରହିବ। ଚାକିରିଆ ମାନଙ୍କର ପ୍ରମୋସନ ମାନେ ପଦୋନ୍ନତି ଯୋଗ ଅଛି। ବହୁ ହିତାକାଂକ୍ଷୀ ବନ୍ଧୁ ପାଖକୁ ଆସି ମଧୁର ସଂଳାପ କରିବେ। ସକାଳ 9:25ରୁ ପୁନର୍ବସୁ ନକ୍ଷତ୍ରର ଅଶୁଭ ସମୟ ଆସିବ। ଆଉ ବ୍ୟକ୍ତିଙ୍କୁ ଋଣ ରୋଗ ଶତ୍ରୁ ହଇରାଣ କରିବନି। ପାଖରେ ଧନ ଅଛି ମାନେ ଅଣ୍ଟିରେ ମୁଢ଼ି ଅଛି କି ଖଇ ଅଛି ମାନେ କୁଆମାନେ ତ ପାଖେ ପାଖେ ବୁଲିବେ ନା। ଧନ ଅଛି ମାନେ ବହୁତ ମିତ୍ର ପାଖକୁ ଆସିବେ। ସର୍ବେ ସ୍ୱାର୍ଥଂ ସମିହନ୍ତେ, ଇଏ ମଣିଷ ପୁରା ସ୍ୱାର୍ଥପର। ତେଣୁ ଏଇ ବସନ୍ତ ଋତୁ ଯିଏ ଆସିବ ସିଏ ଧନ ନେଇକରି ଆସିବ। ଫଳରେ ଆପଣମାନେ ଋଣମୁକ୍ତ ହେବେ, ଶତ୍ରୁଜୟୀ ହେବେ, ମନ ଖୁସି ରହିବ, ନିରୋଗ ରହିବେ। କର୍କଟ କଥା, ବୁଧବାର କର୍କଟ ରାଶି ହେଉଛି ଘାତ ବାର। ପ୍ରଥମରେ କହିଥିଲି ନା, ବୁଧବାର କର୍କଟ ରାଶିର ଘାତ ବାର। ଦିନ 9:25 ପରେ ଅଶ୍ଲେଷାର ଅଶୁଭ ସମୟ ଆରମ୍ଭ ହେବ। ଏମାନେ ଆଜି ଦିନକୁ କର୍ମମୁଖର କରିବେ। କର୍ମ ଚଞ୍ଚଳ ରହି ବହୁ ଆୟ ଅମଳ କରିବେ। ଉଦ୍ୟମରେ ତ୍ରୁଟି ନ କରିବା ହେତୁ କାର୍ଯ୍ୟସିଦ୍ଧି ହେବ। ସମସ୍ତ ଯୋଜନା ସଫଳ ହେବ। ଦେହ ମୁଣ୍ଡ ସୁସ୍ଥ ରହିବ। ଆଜି କର୍ମମୁଖର ଦିନ। ଯେଉଁମାନେ କର୍ମଠ ତାଙ୍କୁ ଯଥେଷ୍ଟ ମିଳିବ। ଯେଉଁମାନେ ଧର୍ମଜ୍ଞ ତାଙ୍କୁ ଯଥେଷ୍ଟ ମିଳିବ। ଆଉ ଯିଏ କର୍ମଠ ଓ ଧର୍ମଜ୍ଞ, ରାଶି କର୍କଟ, ସିଏ କର୍ମଠ ଆଉ ଧର୍ମଜ୍ଞ, ତାଙ୍କ ଆନନ୍ଦ କହିଲେ ନ ସରେ। ମାଲେ ମାଲ। ସିଂହ କଥା ବୁଝିବା। ବୁଧବାର 28 ତାରିଖ ସିଂହ ରାଶି ପାଇଁ ଏକ ଆନନ୍ଦ ଉଲ୍ଲାସ ଦିବସ। ଅତି ମିଠାକୁ ପୋକ ଖାଇଗଲା ପରି ଏମାନେ ଆଜି କର୍ମ ପ୍ରବଣତାରେ ମଜିଯାଇ ପ୍ରିୟା ପ୍ରିୟ ଭୁଲିଯିବେ। ଏତେ କର୍ମରେ ମଜିଯିବେ କାଣା କିଛି ମିଳିବ ନା। ଯେଉଁ କର୍ମରୁ ଲାଭ ହେବ ଲୋକ କ'ଣ ତାକୁ ଛାଡ଼ିଦେବେ? ଶୁଣିଥିବେ ଏଇ ବର୍ଷ ଗୋଟେ ଜାଗାରେ ମାଛ ଗାଡ଼ି ଓଲଟି ପଡ଼ିଲା। ସେଦିନ ଥିଲା କାର୍ତ୍ତିକ ପୂର୍ଣ୍ଣମୀ। ମାସ ଛାଡ଼ା ଆଇଁଷ ଛାଡ଼ିଥିଲେ ବଡ଼ ଓଷା ପାଇଁ। ଆବାଳ ବୃଦ୍ଧ ବନିତା ଯିଏ ଦେଖିଲେ ସିଏ ଗୋଟେଇଲେ, ଅଣ୍ଟିରେ ଭରିଲେ, ବ୍ୟାଗରେ ଭର୍ତ୍ତି କଲେ। ଯାହା ମାଛ ସେ ତାର ଯାହା କ'ଣ ହେଉଛି। ଆଉ ମଣିଷ ପରା ଯେତେବେଳେ ସେ ପାଏ ସେତେବେଳେ ଧର୍ମ ଭୁଲିଯାଏ। ତେଣୁ
ସିଂହ ରାଶି ପାଇଁ ଆଜି ଏଇଭଳି ଦିନ କର୍ମ ଭିତରେ ରହି ଅର୍ଥ ଲାଭ କରୁ କରୁ ଭୁଲିଯିବେ ପ୍ରିୟା ପ୍ରିୟ। ତେଣୁ ବନ୍ଧୁରେ ବନ୍ଧୁରେ ଫାଟ ସୃଷ୍ଟି ହେବ, ମନ ଫଟାଫଟି ହେବ। ଆଗେ ମତାନ୍ତର ତାପରେ ମନାନ୍ତର ହେବ। ଆଉ ସମ୍ପର୍କ ସମ୍ପୂର୍ଣ୍ଣ ଭାବରେ ଫାଟି ଯାଇପାରେ। ଦେହ ମୁଣ୍ଡ ଠିକ୍ ରହିବ। ଦିନ 9ଟା 25 ପରେ ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ଅଶୁଭ ସମୟ ଆସିବ। ଆୟ ଅମଳ ବଢ଼ିଆ ହେବ। କୌଣସି ବାଧା ବନ୍ଧନ ନାହିଁ। ଖାଲି ଏତିକି, ସେମାନେ ଟିକେ ଡେରିରେ ପଛକୁ ଚାହିଁବେ। ଖାଲି ଗୋଟେଇବା ମୁଣ୍ଡରେ ରହିବେ। କନ୍ୟା କଥା ବୁଝିବାନି। ବୁଧବାର କନ୍ୟା ରାଶି ଲାଗି ଆଜି ଏକ କ'ଣ ନା ସ୍ନାନ ପୋଖରୀର ପୋକ, ସ୍ନାନ ପୋଖରୀର ଜୋକ ଆଜିର ଦିନ। ଜୋକ ଲାଗିଲେ କ'ଣ ଛାଡ଼େ? ସେ ବା ଖାଲି ଶୋଷେ, ସବୁ ନେବା ପାଇଁ ଚେଷ୍ଟା କରେ। କ'ଣ ନିଏ? ରକ୍ତ। ରକ୍ତ ପରା ଆମର ଶକ୍ତି ସାମର୍ଥ୍ୟ। ଆମକୁ ସେ ଜୀବନ ମରଣ ଅବସ୍ଥାରେ ଛାଡ଼ି ଦେଇ ତା ପେଟ ପୁରିଲେ ଖସି ପଡ଼େ ଗୋଲଗାଲ ମୋଟା ରୋଟା ହେଇକରି। ସ୍ନାନ ପୋଖରୀର ଜୋକ ଭଳି ଆଜି ଦିନ। ବୁଧବାର କନ୍ୟା ରାଶି ଲାଗି ଆଜି ସ୍ନାନ ପୋଖରୀର ଜୋକ ଖାଲି ଶୋଷେ। ପୁଣି ରକ୍ତ ପ୍ରାଣୀର ଶକ୍ତି, ତା ରକ୍ତ। ଏଣୁ ଏ ଜୀବ ଶକ୍ତି ହରଣ କରେ। ମନୁଷ୍ୟର ଜୀବନଧାରାରେ ଜୋକ ଆସିଗଲେ ସବୁ ସୁଖ ସରିଯାଏ। ମାନେ ଏଇ କଳିଯୁଗର ମଣିଷଙ୍କ ପାଇଁ ଶକ୍ତି କ'ଣ, ବଳ କ'ଣ? ଅର୍ଥ। ଅର୍ଥ ହିଁ ଏ ଯୁଗର ମଣିଷମାନଙ୍କର ଶକ୍ତି ସାମର୍ଥ୍ୟ। ଯିଏ ଅର୍ଥବାନ, ସିଏ ବଳବାନ, ସିଏ ସୁନ୍ଦର, ସିଏ ଜ୍ଞାନୀ, ସିଏ ବିବେକୀ, ସିଏ ବୁଦ୍ଧିମାନ। ସବୁ ଥାଇ ଯଦି ଦରିଦ୍ର, ତାହେଲେ ସେ ସୁଦାମା। ସବୁ ଥାଇ ସୁଦାମାଙ୍କର ଅର୍ଥ ନଥିଲା। ତେଣୁ ସେ ଯେମିତି, ଆଜିର ଦିନଟା ସେମିତି। ଆଜିର ସମୟ କେବଳ ଖର୍ଚ୍ଚ କରିବା ପାଇଁ ବାଟ ଖୋଲିଦେବ। ଯାହା ସଞ୍ଚିତ ଅର୍ଥ ତାହା କେମିତି ବିଭିନ୍ନ ଉପାୟରେ ଅଣ୍ଟାରୁ ପଳେଇବ, ପକେଟରୁ ସରିଯିବ, ତା ମୁଣ୍ଡ ବୁଝିପାରିବନି। ସବୁ ବଦ ଖର୍ଚ୍ଚ ହେବ, ଆୟ ମାନ୍ଦା ହେବ। ତେଣୁ ସମ୍ମାନ ହାନି ଭୟରେ ଖାଲି ଖର୍ଚ୍ଚ କରି ଚାଲିବେ। ହୁସିଆର। 9ଟା 25 ପରେ ହସ୍ତାର ଅଶୁଭ ସମୟ ଆସିବ। ଈଶ୍ୱର ଭରସା। ଆଜି ଖାଲି ବ୍ୟୟ ଦିନ। ଖାଲି ଖର୍ଚ୍ଚ ଖର୍ଚ୍ଚ ଖର୍ଚ୍ଚ। ହଁ, ତୁଳା ରାଶି କଥା। 28 ତାରିଖ ତୁଳା ରାଶି ଲାଗି ନାନାବିଧ ଦୁଃଖ ଆସିବ। ଶାରୀରିକ, ଆର୍ଥିକ, ପାରିବାରିକ ଇତ୍ୟାଦି ଦୁଃଖ ଭିତରେ ଘାଣ୍ଟି ଚକଟି ହୋଇଯିବେ। ଶେଷରେ ଟିକେ ଟିକେ ସୁଖ ମିଳିବ। ଦୁଃଖ ପ୍ରଥମେ ଆସିବ, ଦୁଃଖର ଶେଷରେ ଟିକେ ସୁଖ ମିଳିବ। ସେଇ ସୁଖ ଟିକକ ଏତେ ଆନନ୍ଦ ଦେବ ଯେ ଆରମ୍ଭରୁ ଆସିଥିବା ଦୁଃଖକୁ ଭୁଲିଯିବେ। ଟିକେ ଟିକେ ସୁଖ ମିଳିବ। ଯେପରି ଅମାବାସ୍ୟା ପରେ ଦ୍ୱିତୀୟା ଜହ୍ନ ଆସେ। ଆମେ ଯଦି ଦ୍ୱିତୀୟା ଜହ୍ନକୁ ଦେଖିଲେ 2 ହାତ ଟେକି ପ୍ରଣାମ କରୁ ପରା, ଅମାବାସ୍ୟାକୁ ଭୁଲି ଯାଉ। ତେଣୁ ଦୁଃଖ ପ୍ରବଳ, ସୁଖ ଅଳପ। ଏ ସୁଖ ପାଇ ଦୁଃଖକୁ ଭୁଲିଯିବା। ଏହି ଟିକିଏ ରୂପରେ ସୁଖରେ ସେମାନେ ମାନେ ତୁଳାରାଶି ଲୋକମାନେ ଦୁଃଖକୁ ଭୁଲି ପ୍ରସନ୍ନ ଦିଶିବେ। ଦିନ 9ଟା 25 ପରଠାରୁ ବିଶାଖାର ଅଶୁଭ ସମୟ ଆରମ୍ଭ ହେବ। ସାବଧାନ। ସେ ନକ୍ଷତ୍ର ଯୁକ୍ତ ବ୍ୟକ୍ତି ଆଜି ଅସୁସ୍ଥ ହେବେ। ଅସୁସ୍ଥ ମାନେ ସାଂଘାତିକ ଅସୁସ୍ଥ, ଯନ୍ତ୍ରଣାଯୁକ୍ତ ହେବେ। ଏଇଠି ବୁଝିବାକୁ ପଡ଼ିବ ଯେ ତୁଳା ରାଶି ପାଇଁ ଆଜି ଏକ ଅସୁସ୍ଥ
ଅସୁସ୍ଥ ଅସୁସ୍ଥ ଅସୁସ୍ଥକର ଦିନ ସବୁ ତୁଳାରାଶିଙ୍କୁ, ତୁଳାରାଶିର ଲୋକଙ୍କୁ ବିଭିନ୍ନ ରୋଗ ଆକ୍ରମଣ କରି ବ୍ୟତିବ୍ୟସ୍ତ କରିବ ଏବଂ ସେ ରୋଗ ପରେ ପରେ ସୁଖ, ଶାନ୍ତି, ଧନ ଇତ୍ୟାଦି ଆସିବ। ବୁଧବାର ବିଛା ରାଶି ଲାଗି ଅଦିନିଆ ଦିନ। ଅଦିନିଆ କ'ଣରେ ନା ଦିଆନିଆ ଦିନ। ଦେବେ କିଛି ନେବେ କିଛି। ତମେ କିଛି ମୋଠୁ ନିଅ, ମୋତେ କିଛି ଦିଅ। 10 ଟଙ୍କା ନିଅ, ମୋତେ 3 ବିଡ଼ା ମୂଳା ଦିଅ। ବାକି ବକର ନାହିଁ। ବନ୍ଧୁ ତମେ ମୋତେ କହିଥିଲ ଧାନ ଦେବ ବୋଲି, ଏଇ ନିଅ ଟଙ୍କା, ଧାନ ଦିଅ ଫଟାଫଟ। ଦିଆ ନିଆ ଦିନ ମାନେ ଆଜି ବହୁତ ବେଶୀ ଆସିବ। କିଛି ବି ଯିବ, ସେମାନେ ଆଜି ଋଣମୁକ୍ତ ହେବା ପାଇଁ ପ୍ରୟାସ କରିବେ ଆଉ ସେମାନଙ୍କର ପୂର୍ବ ଯୋଜନା ଆଜି ସାକାର ହେବ। ଏଣୁ ଋଣଦାତା ଆଜି ଋଣମୁକ୍ତ ହେଇଗଲ ବୋଲି ମୁଖ ପ୍ରଶଂସା କରିବେ। ଯିଏ ଋଣ ଦେଇଥିଲେ ତାଙ୍କ ପାଖକୁ ତାଙ୍କ ପଇସା ଫେରିଗଲା ସୁଧବଳ ହେଇକରି, ସେ ଆଜି ପ୍ରଶଂସା କରିବେ, ଆପଣ ବଢ଼ିଆ ଲୋକ, ମୁଁ କ'ଣ ଆପଣ ଦେବିନି, ପରେ ଦେବି ନା, ଆପଣ ଲୋକ ଅଛନ୍ତି, ଆପଣ ଆଉ ଜଣେ, ମୁଖ ପ୍ରଶଂସା କରିବେ। ଛୋଟ ବଡ଼ ସମସ୍ତ ବୃତ୍ତିଧାରୀ ଲୋକେ ଆଜି ରୋଜଗାର କରିବେ। ସାବଧାନ, ଆଜି ବିଛା ରାଶି ପୁରୁଷଙ୍କର ଘାତଚନ୍ଦ୍ର। ସକାଳ 9ଟା 25 ପରେ ଜ୍ୟେଷ୍ଠାର ଅଶୁଭ ସମୟ ଆସିବ। ତେଣୁ ସାବଧାନ। ଦେହ, ମୁଣ୍ଡ, ମନ ସବୁ ସୁସ୍ଥ ରହିବ। ଆଶା ଉଜ୍ଜଳ ହେବ। ଭଲ ଦିନ ଆସିବ, ଯିବ, ଆସିବ ବେଶୀ, ଯିବ କମ୍। ଋଣ, ରୋଗ, ଶତ୍ରୁ ଏମାନେ ହଇରାଣ କରିପାରିବେନି। ମନ ପ୍ରଫୁଲ୍ଲିତ ହେବ, ଦେହ ସୁସ୍ଥ ରହିବ। 28 ତାରିଖ ଧନୁରାଶି ଲାଗି ଆଜି ଏକ ଲାଭପ୍ରଦ ଦିନ। ବ୍ୟକ୍ତି ଭେଦରେ ଲାଭ ଭିନ୍ନ ଭିନ୍ନ ରୂପରେ ଆସିବ। କାହାର କ'ଣ ଲାଭ ହେବ? ମୁଁ ଚାହୁଁନି ମୋର ଟିକେ ପରିବାର ବଢ଼ୁ, କାରଣ ମୋର ପଇସା ନାହିଁ। ଆଜି ମୋତେ ଭଗବାନ ସ୍ୱପ୍ନରେ ବା ସତରେ ଦେଖାଦେବେ, ଏ ଲାଭ ଭଳିଆ ଲାଭ ଆଉ କେଉଁଟା ଅଛି? ତେଣୁ କାହା ଲାଭ କ'ଣ? କିଏ ଧନ ପାଇଲେ ଲାଭ ହେବ, ଧନ ଲାଭ କଲେ ଖୁସି ହୁଏ, କିଏ ଜନ ଲାଭ କଲେ ଖୁସି ହୁଏ। ତେଣୁ ବ୍ୟକ୍ତି ଭେଦରେ ଲାଭ ବି ଭିନ୍ନ ଭିନ୍ନ ରୂପରେ ଲାଭ ଆସିବ। ଯାହା ମନ ଯାହା ଖୋଜୁଥିଲା, ତେଣୁ ଯାହା ପାଇଲେ ବ୍ୟକ୍ତି ପ୍ରସନ୍ନ ହେବ। ଏଇଭଳି ମନସ୍କାମନା ପୂର୍ଣ୍ଣ ହେବ। ଏହି ଆପତ୍ତି ସେ ବହୁଦିନ ହେଲା ଈଶ୍ୱରଙ୍କୁ ଜଣାଇ ଆସିଛି। ଏଇଟା ମୋତେ ମିଳନ୍ତା କି? ମୋ ସୁନା ମୁଦି ହଜିଯାଇଛି, ମୁଁ ଠାକୁରଙ୍କୁ ଡାକୁଛି ମୋତେ ମିଳିଯାଆନ୍ତା କି? ଏଇଟା ମୋତେ ଲାଭ ହେବ ଆଜି। ବୁଝିହେଉଛି? ବନ୍ଧୁଙ୍କ ସହ ମୋର ଅପ୍ରିୟ ଥିଲା, ସେ ଆଜି ଆସନ୍ତେ କି? ସେ ଆସିଯିବେ। କିଏ କ'ଣ ଲାଭ କରିବ ସେ କଥା ଈଶ୍ୱର ଚାହାନ୍ତି। ବିଧାତା ଆଜି ସେଇ ସବୁ ଇଚ୍ଛା ପୂରଣ କରିବେ। ଧନ, ମାନ, ଯାନ ଆଉ ଭୋଜନ, ଶୟନ, ସମ୍ମାନ ଆଉ ଦେବଦର୍ଶନ କିମ୍ବା ଅନ୍ୟ କିଛି, ତଥାପି ଏହି ଲାଭ ଭିତରେ 9ଟା 25 ପରେ ପୂର୍ବାଷାଢ଼ା ନକ୍ଷତ୍ରର ଅଶୁଭ ହେବ। ଦେହ ମୁଣ୍ଡ ଠିକ୍ ରହିବ। ଆଜି ମନସ୍କାମନା ପୂରଣ ହେବ। ହେଲେ କ'ଣଟା ପୂରଣ ହେବ ସେ କଥା କେବଳ ବିଧାତାକୁ ହିଁ ଜଣା, କିନ୍ତୁ ଲାଭ ହେବ, କ୍ଷତି ନାହିଁ। ବୁଧବାର ମକର ରାଶି ପାଇଁ ସୁଖପ୍ରଦ ଦିନ। କାହାର କ'ଣ ଲୋଡ଼ା ଗୋଟା କଥା ନାହିଁ। ଯାହା ମନ ଯାହାକୁ ରସୋଇ, ତାକୁ ସେ କିଆ ଫୁଲ ପରି ବାସୋଇ। ତେଣୁ ମକର ରାଶି ପାଇଁ ସେମିତି ଏକା ଦିନ। ସେମାନେ କ'ଣ ଖୋଜୁଛନ୍ତି ମନ ଭିତରେ, ତା ମନ ବୁଝେ କି ସିଏ ବୁଝନ୍ତି। ଆଜି କିନ୍ତୁ ସେ ମନସ୍କାମନା ପୂର୍ଣ୍ଣ ହେବ। ବିଧାତା ଆଜି ସେଇ ଅନୁକୂଳ ପରିବେଶ ସୃଷ୍ଟି କରିବେ। ବିଧାତାଙ୍କ ଆନୁକୂଲ୍ୟରୁ ଏ ରାଶିଧାରୀ ଲୋକେ ମନ ଲାଖି
ସୁଖ ପାଇ ଖୁସି ହେବେ, ମନ ଲାଖି ଖୁସି। ସେମାନେ କ'ଣ କ'ଣ ଖୋଜୁଛନ୍ତି ଆଉ ତାଙ୍କୁ ମିଳିଯିବ। ଅନେକ କଥା କହି ହୁଏ ନା, ସେ ସୁଖ ଅନୁଭବ କରି ହୁଏ। ହେଲା, ଦେହ ମୁଣ୍ଡ ଠିକ୍ ରହିବ, ଶତ୍ରୁ ପରାଜିତ ହେବେ। 9ଟା 25 ପରେ ଶ୍ରବଣା ନକ୍ଷତ୍ରର ଅଶୁଭ ସମୟ ଆସିବ। ଖାଦ୍ୟ ପେୟ ସୁଖକର ହେବ, ଆଉ ମନ ଲାଖି ବନ୍ଧୁ ନିକଟକୁ ଆସିବେ। ମାନେ ମୋଟାମୋଟି ମକର ରାଶି ପାଇଁ ଆଜି ମନସ୍କାମନା ପୂର୍ଣ୍ଣ ହେବ। ସେମାନେ ଆଜି ସୁଖରେ ସମୟ କାଟିବେ, ପାଖକୁ ବନ୍ଧୁ ଆସିବେ, ଧନ ବି ଆସିବ। ସମସ୍ୟା ଭିତରେ ଆଜି ସେ ଆଉ ନାହାନ୍ତି। ହେଲେ ଦିନ 9ଟା 25 ପରେ ଶ୍ରବଣାର ଟିକେ ଅଶୁଭ ସମୟ ଆସିବ। 28 ତାରିଖ କୁମ୍ଭ ରାଶି ପାଇଁ ଆଦୌ ଶୁଭ ଦିନ ନୁହେଁ। ଦିନ 9ଟା 25 ପରେ ପୂର୍ବଭାଦ୍ର ନକ୍ଷତ୍ରର ଅଶୁଭ ସମୟ ଆସିବ। ମାନେ 25-11 ପୂର୍ବଭାଦ୍ର କୁମ୍ଭ ଆଜି ଟିକେ ସମସ୍ୟା ଭିତରେ ଘାଣ୍ଟି ଚକଟି ହେବେ, ବହୁ ଯନ୍ତ୍ରଣା ଭୋଗିବେ, ଦେହ ଖରାପ ହେବ, ରୋଗ ବ୍ୟାକୁଳ କରିବ। ନିଜକୁ ବୁଝାଇ ଚିକିତ୍ସାର ବ୍ୟବସ୍ଥା କରନ୍ତୁ। କୁମ୍ଭ ରାଶି ପାଇଁ ଏକ ଯନ୍ତ୍ରଣା ଜର୍ଜରିତ ଦିବସ। କି ପ୍ରକାର ରୋଗ ଆଜି ଆସି ପୀଡ଼ା ଦେବ କହି ହେଉନି। ତେଣୁ ଟିକେ ଚିକିତ୍ସିତ ଅବସ୍ଥାରେ ରହିବା ପାଇଁ ଚେଷ୍ଟା କରନ୍ତୁ, ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଆପଣ ଜଣା ଅଛି ନା ଆପଣଙ୍କୁ ପୂର୍ବରୁ କେଉଁ ରୋଗ ହେଉଥିଲା, ସେଇ ରୋଗ ଆଜି ବେଶୀ ପୀଡ଼ା ଦେବ। ବୁଧବାର ମୀନ ରାଶି ଲାଗି ଆଜି ଆୟ ଅମଳ ଦିନ। କେବଳ କର୍ମଠ ଓ ଉତ୍ସାହୀ ଜନତା ଆଜି ବହୁ ଆୟ କରିବେ, ଯୋଜନାକୁ ସାକାର କରିବେ, ଲାଭବାନ ହେବେ। କେଉଁମାନେ? ଯେଉଁମାନେ କର୍ମଠ ଆଉ ଉତ୍ସାହୀ, କର୍ମ ବିଦ୍ୟା ବୁଦ୍ଧି ଓ ମୂଳଧନ ଅନୁସାରେ ଏଇ ବ୍ୟକ୍ତିମାନେ ଯଦି କର୍ମ ଠିକ୍ କରିବେ, ନିଜ ବିଦ୍ୟା ବୁଦ୍ଧିର ଠିକ୍ ବିନିଯୋଗ କରିବେ, ପରବୁଦ୍ଧିରେ ପରିଚାଳିତ ହେବେନି, ମୂଳଧନ ଅଧିକ ଖଟେଇଥିବେ, ତାହେଲେ ସେମାନେ ଅଧିକ ଲାଭବାନ ହେବେ। ରୋଜଗାର ବଢ଼ିଯିବ, ଆଉ ମନ ଚଳଚଞ୍ଚଳ ହେବ। ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ଆଉ ଧାର୍ମିକ, ସେମାନଙ୍କ ପାଇଁ ଆଜି ଶୁଭ ଦିନ। ଦେହ ଠିକ୍ଠାକ୍ ରହିବ। ଦିନ 9ଟା 25ରୁ ରେବତୀ ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ହଁ ବନ୍ଧୁ, ଆମେ ଆଜି ବୁଧବାର ବିଷୟରେ ଆଲୋଚନା କଲେ। 28 ତାରିଖ ବୁଧବାର, ମାସ ଦେଖୁ 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 ସରି ଆସୁଛି। ଆଉ 3 ଦିନ ମାତ୍ର ମାସ ସରିଯିବ। ଆଜି ଏତିକି, ରହିଲି, ନମସ୍କାର।